ଦେଖନ୍ତୁ ବନ୍ଧୁଗଣ, ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା କରେଣ୍ଟ ଆଫେୟାର୍ର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏବଂ ଆନ୍ସର୍, ଯେଉଁଥିରେ ଆପଣମାନଙ୍କର ଆଗାମୀ ଆସୁଥିବା ଏକ୍ଜାମ୍ ପାଇଁ ଆପଣମାନଙ୍କୁ ହେଲ୍ପଫୁଲ୍ ରହିବ। ଆଉ ଯେଉଁମାନେ CHSL ଏକ୍ଜାମ୍ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିନାହାନ୍ତି, ଆପଣମାନେ OSSC ସାଇଟ୍ରେ ଯାଇ ଆପଣଙ୍କର ଆଡ଼ମିଟ୍ କାର୍ଡ଼କୁ ଡାଉନଲୋଡ଼୍ କରନ୍ତୁ। ଚାଲନ୍ତୁ କ୍ୱେଶ୍ଚନ୍ ଦେଖିବା। ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଲା ଦେଖନ୍ତୁ। ହୁ ହାଜ୍ ବିନ୍ ଆପଏଣ୍ଟେଡ୍ as the next ambassador of India to Cuba in March 2024। ସେ କହୁଛି ପିଲେ ମାର୍ଚ୍ଚ 2024ରେ କ୍ୟୁବାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ କିଏ ନିଯୁକ୍ତି ହୋଇଛନ୍ତି? କିଏ ଆପଣଙ୍କର ସଠିକ୍ ଆନ୍ସର୍ କେଉଁଟା ହେବ? ଆପଣଙ୍କର ଟି ଆର୍ମଷ୍ଟ୍ରଙ୍ଗ ଚାଙ୍ଗସନ୍। କ'ଣ ପିଲେ? ଟି ଆର୍ମଷ୍ଟ୍ରଙ୍ଗ ଚାଙ୍ଗସନ୍ ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର୍। ସେଇଭଳିଆ ପିଲେ କ୍ୟୁବାର ପିଲେ ରାଜଧାନୀ ଆପଣଙ୍କର କ'ଣ ହେବ? ହାୱାନା। କ'ଣ ପିଲେ? ହାୱାନା। ସେଇଭଳିଆ ପିଲେ କ୍ୟୁବାର ଭାଷା ହେଉଛି ଆପଣଙ୍କର ସ୍ପେନିଶ। କ'ଣ ପିଲେ? ସ୍ପେନିଶ। ତାପରେ ପରବର୍ତ୍ତୀ କ୍ୱେଶ୍ଚନ୍ ଚାଲନ୍ତୁ ଆମେ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ଦେଲା ଆପଣଙ୍କର ହୁଇଚ୍ ଷ୍ଟେଟ୍ ପୋଲିସ ଡିପାର୍ଟମେଣ୍ଟ ହାଜ୍ ଆପଏଣ୍ଟେଡ୍ ଫିମେଲ୍ କ୍ରିକେଟର ଦୀପ୍ତି ଶର୍ମା ଆଜ୍ ଏ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ। କ'ଣ କହିଲା ପିଲେ ଦେଖନ୍ତୁ। ସିଏ କହୁଛି କେଉଁ ରାଜ୍ୟ ପୋଲିସ ବିଭାଗ ମହିଳା କ୍ରିକେଟର ଦୀପ୍ତି ଶର୍ମା, କ'ଣ ପିଲେ? ଦୀପ୍ତି ଶର୍ମାଙ୍କୁ ପୋଲିସ ଉପଧ୍ୟକ୍ଷା ଭାବେ ନିଯୁକ୍ତି କରିଛନ୍ତି। ଆପଣଙ୍କର କେଉଁ ରାଜ୍ୟ ପିଲେ? ଇଏ ଆପଣଙ୍କର ହେଉଛି ଉତ୍ତରପ୍ରଦେଶ। କ'ଣ ପିଲେ? ଆପଣଙ୍କର ଉତ୍ତରପ୍ରଦେଶ ହେଉଛି ଆପଣଙ୍କର କରେକ୍ଟ ଆନ୍ସର୍। ଆପଣଙ୍କର ଉତ୍ତରପ୍ରଦେଶର ପିଲେ କ୍ୟାପିଟାଲ କ'ଣ ପିଲେ? ଉତ୍ତରପ୍ରଦେଶର କ୍ୟାପିଟାଲ କ'ଣ ହେବ ପିଲେ? ଆପଣଙ୍କର ଲକ୍ଷ୍ନୌ। କ'ଣ ପିଲେ? ଲକ୍ଷ୍ନୌ। ସେଇଭଳିଆ ପିଲେ ଆପଣଙ୍କର ଚିଫ୍ ମିନିଷ୍ଟର କିଏ ଅଛନ୍ତି ବର୍ତ୍ତମାନ? ଆପଣଙ୍କର ଚିଫ୍ ମିନିଷ୍ଟର ଅଛନ୍ତି ଯୋଗୀ ଆଦିତ୍ୟନାଥ। କ'ଣ ପିଲେ? ଯୋଗୀ ଆଦିତ୍ୟନାଥ। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଆମେ ଦେଖିବା କ'ଣ ଦେଲା। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଦେଲା ଦେଖନ୍ତୁ। ହୁ ୱାଜ୍ ଦ କ୍ୟାପ୍ଟେନ୍ ଅଫ୍ ଦିଲ୍ଲୀ କ୍ୟାପିଟାଲ ଟିମ୍ WPL? ପିଲେ WPLରେ ଆପଣଙ୍କର ଦିଲ୍ଲୀ କ୍ୟାପିଟାଲର ଆପଣଙ୍କର କ୍ୟାପ୍ଟେନ୍ କିଏ ଅଛନ୍ତି ବୋଲି ସେ ପଚାରୁଛି। ସଠିକ୍ ଆନ୍ସର୍ କିଏ ହେବ ପିଲେ? ଇଏ ଆପଣଙ୍କର ମେକ୍ ଲାର୍ନିଂ। ଅପସନ୍ ନମ୍ବର ସି ହେଇଯିବ ପିଲେ କରେକ୍ଟ ଆନ୍ସର୍। ଆପଣଙ୍କର WPLର ପିଲେ ବିଜେତା ଟିମ୍ କେଉଁଟା ଆପଣଙ୍କର? ଏଇ ବର୍ଷ କେଉଁଟା କିଏ ଜିତିଛି ଆପଣଙ୍କର? ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର। କିଏ ପିଲେ? ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର। ବୁଝିହେଲା ପିଲେ? ଆପଣଙ୍କର ରନର୍ସ ଅପ୍ କିଏ ଆପଣଙ୍କର? ଆପଣଙ୍କର ଦିଲ୍ଲୀ କ୍ୟାପିଟାଲ। ବୁଝିହେଲା ପିଲେ? ପରବର୍ତ୍ତୀ କ୍ୱେଶ୍ଚନ୍ ଚାଲନ୍ତୁ ଆମେ ଦେଖିବା। ହୁ ୱାଜ୍ କନଫରେନ୍ସ ୱିଥ୍ ଦ 2024 ସଙ୍ଗୀତ ଆଣ୍ଡ କଳାନିଧି। କ'ଣ କହିଲା ପିଲେ? କଳାନିଧି ଆୱାର୍ଡ଼। ଆପଣଙ୍କର କ'ଣ କହିଲା? 2024ରେ ପିଲେ ସଙ୍ଗୀତ କଳାନିଧି ପୁରସ୍କାର ସହିତ କାହାକୁ ସମ୍ମାନିତ କରାଯିବ? ବୁଝି ହେଉଛି ପିଲେ? ସଠିକ୍ ଆନ୍ସର୍ କେଉଁଟା ହେବ? ସଠିକ୍ ଆନ୍ସର୍ ହେଇଯିବ ଆପଣଙ୍କର TM କ୍ରିଷ୍ଣା। କ'ଣ ହେବ ପିଲେ? TM କ୍ରିଷ୍ଣା ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର୍। ପରବର୍ତ୍ତୀ କ୍ୱେଶ୍ଚନ୍ ଚାଲନ୍ତୁ ଆମେ ଦେଖିବା। ହୁଇଚ୍ ଟାଉନ୍ ଇନ୍ ନେପାଳ ହାଜ୍ ବିନ୍ ଡିକ୍ଲାର୍ଡ ଆଜ୍ ଦ ଟୁରିଜମ୍ କ୍ୟାପିଟାଲ ଅଫ୍ ଦ କଣ୍ଟ୍ରି? କ'ଣ କହିଲା ପିଲେ? ନେପାଳର କେଉଁ ସହରକୁ ଦେଶର ପର୍ଯ୍ୟଟନ ରାଜଧାନୀ ଭାବେ ଘୋଷଣା କରାଯାଇଛି? କ'ଣ କହିଲା ପିଲେ? ନେପାଳର ପିଲେ କେଉଁ ସହରକୁ ଦେଶର ପର୍ଯ୍ୟଟନ ରାଜଧାନୀ ଭାବେ ଘୋଷଣା କରାଯାଇଛି? କେଉଁଟା ପିଲେ ହେବ? ସଠିକ୍ ଆନ୍ସର୍ କେଉଁଟା ହେବ ପିଲେ? ସଠିକ୍ ଆନ୍ସର୍ ହେବ ଆପଣଙ୍କର ପୋଖରା। ଅପସନ୍ ନମ୍ବର ଡି ହେଇଯିବ ପିଲେ କରେକ୍ଟ ଆନ୍ସର୍। ତାପରେ ଦେଖନ୍ତୁ ନେପାଳର ପିଲେ ରାଜଧାନୀ କ'ଣ? ନେପାଳର ସମସ୍ତେ ଜାଣିଥିବ କ'ଣ କୁହନ୍ତୁ? ଆପଣଙ୍କର ନେପାଳ ରାଜଧାନୀ ହେଉଛି କାଠମାଣ୍ଡୁ। କ'ଣ ପିଲେ? କାଠମାଣ୍ଡୁ। ଆପଣଙ୍କର କରେନ୍ସି କ'ଣ ରହୁଛି ତାର? ଆପଣଙ୍କର ନେପାଳିସ୍ ରୁପିଜ୍ରେ ଆପଣଙ୍କର ତାର କରେନ୍ସି ରହୁଛି। ବୁଝି ହେଉଛି ତ ପିଲେ? ପରବର୍ତ୍ତୀ କ୍ୱେଶ୍ଚନ୍ ଚାଲନ୍ତୁ ଆମେ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଦେଲା। ହୋୟାର ଡିଡ୍ ପ୍ରାଇମ୍ ମିନିଷ୍ଟର ଶ୍ରୀ ନରେନ୍ଦ୍ର ମୋଦି ଆପଣଙ୍କର କଚରବା ଆଶ୍ରମ? କ'ଣ ପିଲେ? କଚରବା ଆଶ୍ରମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କେଉଁଠାରେ ଉଦ୍ଘାଟନ କରିଥିଲେ ବୋଲି ସେ ପଚାରୁଛି। କଚରବା ଆଶ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁଠାରେ ଉଦ୍ଘାଟନ କରିଥିଲେ? ସଠିକ୍ ଆନ୍ସର୍ କ'ଣ ହେଇଯିବ ପିଲେ? ସଠିକ୍ ଆନ୍ସର୍ ହେଇଯିବ ପିଲେ ଆପଣଙ୍କର ସାବରମତୀ ଆଶ୍ରମ ଅହମ୍ମଦାବାଦ। ଅପସନ୍ ନମ୍ବର ସି ହେଇଯିବ ପିଲେ କରେକ୍ଟ ଆନ୍ସର୍। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା। ପିଲେ ଏଭ୍ରି ଇୟର୍ ପଖାଳ ଦିବସ ଇଜ୍ ବିଙ୍ଗ ସେଲିବ୍ରେଟେଡ୍ ଅନ୍ ଡ୍ୟାସ୍ ମାର୍ଚ୍ଚ? ଆପଣଙ୍କର ପଖାଳ ଦିବସ କେବେ ପାଳନ କରାଯାଏ? ମାର୍ଚ୍ଚ ମାସ କେତେ ତାରିଖ ପାଳନ କରାଯାଏ? ଇଏ ହେଉଛି ଆପଣଙ୍କର ସଠିକ୍ ଆନ୍ସର୍ କେବେ? ଆପଣଙ୍କର 20 ମାର୍ଚ୍ଚ। 20 ମାର୍ଚ୍ଚରେ ଆପଣଙ୍କର ପାଳନ କରାଯାଏ। ବୁଝିହେଲା ପିଲେ? ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ କହିଲା ପିଲେ
What is the target for India total solar capacity by 2030? ସେ କହୁଛି 2030 ସୁଦ୍ଧା ଭାରତରେ ସମୁଦାୟ ସୌରଶକ୍ତି କ୍ଷମତା କେତେ ଲକ୍ଷ ହେବ ପିଲେ? ସଠିକ୍ ଆନ୍ସର୍ କ'ଣ ହେବ ପିଲେ କୁହନ୍ତୁ? 2030 ସୁଦ୍ଧା ପିଲେ କେତେ? 2030 ସୁଦ୍ଧା। ଇଏ ହେଉଛି ଆପଣଙ୍କର ସଠିକ୍ ଆନ୍ସର୍ ଯିବ 500 ଗିଗାବାଇଟ୍। କ'ଣ ପିଲେ? 500 ଗିଗାବାଇଟ୍ ହେଇଯିବ ଆପଣଙ୍କର ସଠିକ୍ ଆନ୍ସର୍। ଅପସନ୍ ନମ୍ବର ଏ ହେଇଯିବ ପିଲେ କରେକ୍ଟ ଆନ୍ସର୍। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ କହିଲା ଦେଖନ୍ତୁ। ହ୍ୱିଚ୍ ରିଭର୍ ହାଜ୍ ବିନ୍ ଡିଜାଇନ୍ ଆଜ୍ ଇଣ୍ଡିଆ ଫାର୍ଷ୍ଟ ଡାର୍କ ସ୍କାଇ ପାର୍କ? କ'ଣ କହିଲା ପିଲେ? ସେ କହୁଛି କେଉଁ, ଭଲସେ ଦେଖନ୍ତୁ କ୍ୱେଶ୍ଚନ୍ ପିଲେ, କେଉଁ ଭାରତର ପ୍ରଥମ ଡାର୍କ ସ୍କାଇ ପାର୍କ ଭାବରେ ନାମିତ? ବୁଝିଲା ପିଲେ? ଆପଣଙ୍କର ଭାରତର ରିଜର୍ଭ ଫାର୍ଷ୍ଟ ଡାର୍କ ସ୍କାଇ ପାର୍କ କେଉଁଟା, ପ୍ରଥମେ କେଉଁଟା ବୋଲି ସେ ପଚାରୁଛି। ସଠିକ୍ ଆନ୍ସର୍ କ'ଣ ହେଇଯିବ ପିଲେ? ସଠିକ୍ ଆନ୍ସର୍ କ'ଣ ହେବ ପିଲେ? ସଠିକ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ଆପଣଙ୍କର ପେଞ୍ଚ ଟାଇଗର ରିଜର୍ଭ। ବୁଝିଲା ପିଲେ? ଅପସନ୍ ନମ୍ବର ଏ ହେଇଯିବ ପିଲେ ଆପଣଙ୍କର କରେକ୍ଟ ଆନ୍ସର୍। କ୍ୱେଶ୍ଚନ୍ର ଲେବୁଲ୍ ଭଲ ଲାଗୁଥିଲେ ପିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା। ହୁ ଇଜ୍ ଦ ଅଥର ଅଫ୍ ଡ୍ରପ୍ ଅଫ୍ ଦ ଲାଷ୍ଟ କ୍ଲାଉଡ୍? ପିଲେ କ'ଣ କହିଲା ଦେଖନ୍ତୁ। ସିଏ କହୁଛି ଆପଣଙ୍କର ଡ୍ରପ୍ ଅଫ୍ ଦ ଲାଷ୍ଟ କ୍ଲାଉଡ୍ର ଆପଣଙ୍କର ଅଥର କିଏ ବୋଲି ପଚାରୁଛି। କିଏ ହେଇଯିବ ଆପଣଙ୍କର ସଠିକ୍ ଆନ୍ସର୍? ସଠିକ୍ ଆନ୍ସର୍ କିଏ ହେଇଯିବ ଆପଣଙ୍କର? ସଠିକ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି, ଆପଣଙ୍କର ସଙ୍ଗୀତା ଜି। କ'ଣ ପିଲେ? ଅପସନ୍ ନମ୍ବର ବି ହେଇଯିବ ପିଲେ ଆପଣଙ୍କର କରେକ୍ଟ ଆନ୍ସର୍। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖନ୍ତୁ। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଦେଲା? ହ୍ୱାଟ୍ ଇଜ୍ ଦ ଫର୍ ନୋ ସ୍ମୋକିଂ ଡେ 2024? ପିଲେ କ'ଣ କହିଲା ଦେଖନ୍ତୁ। ସିଏ କହୁଛି ଧୂମପାନ ନିଷେଧ ଦିବସ 2024 ପାଇଁ ବିଷୟ କ'ଣ ଥିଲା ପିଲେ? 2024 ପାଇଁ ବିଷୟଟା କ'ଣ ଥିଲା? ସଠିକ୍ ଆନ୍ସର୍ କେଉଁଟା ହେଇଯିବ ପିଲେ? ସଠିକ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି, ପ୍ରୋଟେକ୍ଟିଂ ଚିଲଡ୍ରେନ୍ ଫ୍ରମ୍ ଟୋବାକୋ ଇଣ୍ଡଷ୍ଟ୍ରି ଇଣ୍ଟରଫେରେନ୍ସ। କ'ଣ ପିଲେ? ଅପସନ୍ ନମ୍ବର ଡି ହେଇଯିବ ପିଲେ କରେକ୍ଟ ଆନ୍ସର୍। ଏଇଟା ଆପଣଙ୍କର 2024ରେ ପିଲେ ଏଇଟା ଆପଣଙ୍କର କ'ଣ ଥିଲା? ଆପଣଙ୍କର ବିଷୟ ଥିଲା। ମାନେ ପିଲାମାନଙ୍କୁ ତମାଖୁ ଶିଳ୍ପ ହସ୍ତକ୍ଷେପରୁ ରକ୍ଷା କରିବା। ବୁଝିହେଲା ପିଲେ? ଆପଣଙ୍କର ତମାଖୁ ଦିବସ ବା ନୋ ସ୍ମୋକିଂ ଡେ କେବେ ପାଳନ କରାଯାଏ ପ୍ରତିବର୍ଷ? ଇଏ ହେଉଛି ଆପଣଙ୍କର ମାର୍ଚ୍ଚ 13। କେତେ ପିଲେ? ମାର୍ଚ୍ଚ 13ରେ ପାଳନ କରାଯାଏ। ତାପରେ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖନ୍ତୁ। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା କ'ଣ ଦେଲା। ହ୍ୱିଚ୍ ନ୍ୟୁ ଟୋଲ୍ କଲେକ୍ସନ୍ ସିଷ୍ଟମ୍ ଡିଡ୍ ୟୁନିୟନ୍ ଟ୍ରାନ୍ସପୋର୍ଟ ମିନିଷ୍ଟର ନିତିନ ଗଡ଼କାରୀ ଆନାଉନ୍ସ ଇନ୍ 2024? ସରି ପିଲେ କ'ଣ କହିଲା କ୍ୱେଶ୍ଚନ୍ଟା ଭଲ ଭାବରେ ପଢ଼ନ୍ତୁ। କ୍ୱେଶ୍ଚନ୍ଟା ପିଲା କହୁଛି 2024ରେ ପିଲେ କେନ୍ଦ୍ର ପରିବହନ, କ'ଣ ପିଲେ? କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ, କ'ଣ ପିଲେ? ନିତିନ ଗଡ଼କାରୀ କେଉଁ ନୂତନ ଟୋଲ୍ ଆପଣଙ୍କର ସଂଗ୍ରହ ବ୍ୟବସ୍ଥା କରିଛନ୍ତି? ସଠିକ୍ ଆନ୍ସର୍ କେଉଁଟା ହେଇଯିବ ପିଲେ? ସଠିକ୍ ଆନ୍ସର୍ ଇଏ ହେଇଯିବ ଆପଣଙ୍କର ସେଟେଲାଇଟ୍ ବେସ୍ଡ। କ'ଣଟା ପିଲେ? ଅପସନ୍ ନମ୍ବର ଡି ହେଇଯିବ ପିଲେ କରେକ୍ଟ ଆନ୍ସର୍, ସେଟେଲାଇଟ୍ ବେସ୍। ଚାଲନ୍ତୁ 13 ନମ୍ବର କ୍ୱେଶ୍ଚନ୍ ଦେଖିବା। ହୁ ରିସିଭ୍ ଦ ଟାଇମ୍ ପାୱାର ଆଇକନ୍ 2024? ସେଟା ଟାଇମ୍ ପାୱାର ଆଇକନ୍ 2024 କିଏ ରିସିଭ୍ କରିଛି ପିଲେ? ସଠିକ୍ ଆନ୍ସର୍ କେଉଁଟା ହେଇଯିବ ପିଲେ? ସଠିକ୍ ଆନ୍ସର୍ କେଉଁଟା ହେବ? ସଠିକ୍ ଆନ୍ସର୍ ହେଇଯିବ ଆପଣଙ୍କର ବିଜୟ ଜୈନ। କିଏ ପିଲେ? ବିଜୟ ଜୈନ। ଅପସନ୍ ନମ୍ବର ବି ହେଇଯିବ ପିଲେ କରେକ୍ଟ ଆନ୍ସର୍। ଚାଲନ୍ତୁ ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଦେଲା? ହ୍ୱିଚ୍ IPL ଟିମ୍ ରିସେଣ୍ଟଲି ବ୍ରୋକ୍ ଦ ରେକର୍ଡ଼ ଫର୍ ଦ ହାଏଷ୍ଟ ଏଭର୍ ଟୋଟାଲ୍ ଇନ୍ IPL ହିଷ୍ଟ୍ରି? ସିଏ ପିଲେ କହୁଛି ଆପଣଙ୍କର IPLରେ ଏଇ ବର୍ଷ ପିଲେ IPLରେ ସବୁଠୁ ହାଏଷ୍ଟ ରନ୍ ସ୍କୋର କିଏ କରିଛି? କେଉଁ ଟିମ୍ଟା କରିଛି ବୋଲି ସେ ପଚାରୁଛି। ଟୋଟାଲ୍ ହାଏଷ୍ଟ IPL ଇନ୍ ସ୍କୋର କିଏ କରିଛି ପିଲେ? ସନରାଇଜର୍ସ ହାଇଦ୍ରାବାଦ। ପିଲେ କେତେ ରନ୍ କରିଥିଲା ପିଲେ ସନରାଇଜର୍ସ ହାଇଦ୍ରାବାଦ? ଆପଣଙ୍କର 287 ରନ୍ କରିଥିଲା। ଇଏ ଆପଣଙ୍କର କାହା ଏଗନେଷ୍ଟରେ ପିଲେ? ଇଏ ହେଉଛି ବାଙ୍ଗଲୋର ଏଗନେଷ୍ଟରେ 287 ରନ୍ କରିଥିଲା ପିଲେ। ବୁଝିହେଲା ପିଲେ? ତାର ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖନ୍ତୁ। ପରବର୍ତ୍ତୀ କ୍ୱେଶ୍ଚନ୍ କ'ଣ ଦେଲା? ପୁଣି ଦେଖନ୍ତୁ ଆଉ ଗୋଟେ ପିଲା ମନେ ରଖନ୍ତୁ। IPL ଏଥର ପିଲେ ବିଜେତା ଟିମ୍ କିଏ? କିଏ ବିଜେତା ଟିମ୍? କିଏ? କୋଲକାତା ନାଇଟ୍ ରାଇଡର୍ସ।
बुझीगला पिले चलतु कोलकाता नाइट राइडर्स पिले कैप्टेन होची किए आपनकर श्रेयस अय्यर। चलतु परवर्ती क्वेश्चन देखिबा व्हेयर विल द फिजिकल मोड ऑफ द आर्मी कमांड कॉन्फ्रेंस 2024 बी हेल्ड। से कहूँ कौन पिले व्हेयर विल द फिजिकल मोड ऑफ द आर्मी कमांडर्स कॉन्फ्रेंस 2024 बी हेल्ड। कौटी आपणकर कॉन्फ्रेंस होता 2024 आपणकर आर्मी कमांड कौटी आपणकर होता सठिक आंसर कौटा हम सठिक आंसर जो पिले आपणकर न्यू दिल्ली रे होता। ऑप्शन नंबर ए जो पिले करेक्ट आंसर। परवर्ती क्वेश्चन देखिबा चलंतु परवर्ती क्वेश्चन कौन देला हु हैज बीन अपॉइंटेड एज द न्यू डायरेक्टर जनरल ऑफ द नेशनल सिक्योरिटी गार्ड। आपणकर एनएसजी आपणकर एनएसजी रो आपणकर न्यू डायरेक्टर कि आपणकर अपॉइंटेड करा जायछि कि आपणकर सठिक आंसर कोठा हिजो पिले सठिक आंसर कोन हिजो आपणकर नालिन प्रभात कोनटा पिले ऑप्शन नंबर बी हिजो पिले करेक्ट आंसर। से कहले जातीय सुरक्षा गार्ड बा आपणकर एनएसजी रो नूतन महानिर्देशक भाव में किए नियुक्ति होती ये हूँ आपणकर नालिन प्रभात। चलतु परवर्ती क्वेश्चन देखिबा कौन देला परवर्ती क्वेश्चन देखंतु इन डैश द इंडियन पार्लियामेंट पास द सिटीजनशिप आपणकर एक्ट। आपणकर कौन कहला केबे आपणकर इंडिया रो पार्लियामेंट पास आपणकर सिटीजन अमेंडमेंट आपणकर एक्ट पास होता केबे आपणकर होता सठिक आंसर कोठा हिजो पिले सठिक आंसर कोठा हिजो सठिक आंसर जो आपणकर डिसेम्बर 2019 केबे पिले डिसेम्बर 2019 रे आपणकर पास होता से एक्टा बुझीला। तापर परवर्ती क्वेश्चन चलतो आमे देखिबा व्हेयर वाज द 21 फीट स्टैच्यू ऑफ महाराणा प्रताप इंस्टॉल। आपणकर 21 फुट रो आपणकर स्टैच्यू आपणकर महाराणा प्रताप रो कोठी आपणकर उद्घाटन कराला कोठी आपणकर एटा सठिक आंसर कोठा हो बोले आपणकर बेगम बाजार हैदराबाद पिले मन रखिथिबो आपणकर 21 फीट रो आपणकर स्टैच्यू आपणकर महाराणा प्रताप कर आपन से उद्घाटन कराइला बेगम बाजार हैदराबाद बुझी होची पिले। परवर्ती क्वेश्चन देखंतु व्हाट इज द नेम ऑफ द ऑल इन वन पेमेंट डिवाइस लॉन्च बाय भारत पे। से कहूँ पिले व्हाट इज द नेम ऑफ द ऑल इन वन पेमेंट डिवाइस लॉन्च बाय भारत पे कौन आपंकर सठिक आंसर हो आपंकर भारत पे वन कौन पिले भारत पे वन ऑप्शन नंबर सी जो पिले करेक्ट आंसर। चलते लास्ट क्वेश्चन देखा जहाँ भी क्वेश्चन आपंकर इंपोर्टेंट क्वेश्चन रही सेशन को फास्ट टू लास्ट पॉइंट देखो निहाती माने आपण माने बेनिफिट पाइबे। हु हैज बीन इलेक्टेड एज द चेयरमैन ऑफ द रेसलिंग फेडरेशन पीएफ इंडिया एथलेट कमिशन। आपंकर ये सठिक आंसर कौन हम पिले सठिक आंसर ये हो पिले सी कहूँ जे हु हैज बीन इलेक्टेड चेयरमैन आपंकर रेसलिंग फेडरेशन कौन कहले पिले रेसलिंग फेडरेशन आपंकर एथलेट कमिशन पचार इंडिया रो ये हूँ पिले नरसिंह देव आपणकर बा नरसिंह यादव किए पिले नरसिंह यादव ऑप्शन नंबर डी जो पिले करेक्ट आंसर। टोटाल आपंकर 20 क्वेश्चन रहा आपंकर टोटाल इंपोर्टेंट क्वेश्चन रही ये रहा आपंकर आंसर की जो मैंने ये पीडीएफ फाइल टी को डाउनलोड करने चाहते पिले तले डिस्क्रिप्शन बॉक्स रे टेलीग्राम ग्रुप रो लिंक दिखाई आपण मैंने जॉइन जातु एवं जो मैंने प्रथम थर चैनल को आछंती चैनल को सब्सक्राइब करंतु एवं आपण मानकर सांगसाथी मानक भिडियोटी शेयर करंतु। धन्यवाद बंधुगण।